ମହାଦେବଙ୍କ ବ୍ୟକ୍ତିତ୍ୱ ଏତେ ବିରାଟ ଯେ ତାଙ୍କୁ ନେଇ ଯେତେ କହିଲେ ବି କମ୍ ହେବ। ତଥାପି ମୁଁ କ୍ଷୁଦ୍ର ଅଧମଟିଏ ଆଜି ଛୋଟିଆ ପ୍ରୟାସଟିଏ କରୁଛି, ଗୋଟିଏ ଛୋଟିଆ କାହାଣୀଟିଏ କହୁଛି ଯାହା ଆଜିର ଯୁବପିଢ଼ିଙ୍କୁ ବହୁତ ପ୍ରେରଣା ଦେବ। ଏହା ମୋର ଆଶା ଏବଂ ବିଶ୍ୱାସ। ଏହି 5ଟି ଅକ୍ଷର ନମ ଶିବାୟ, ଏହାର ଗଭୀର ଆଧ୍ୟାତ୍ମିକ ଅର୍ଥ ରହିଛି। ନ ପୃଥିବୀ ତତ୍ତ୍ୱ, ମ ଜଳ ତତ୍ତ୍ୱ, ସି ଅଗ୍ନି ତତ୍ତ୍ୱ ବା ବାୟୁ ତତ୍ତ୍ୱ, ୟ ଆକାଶ ତତ୍ତ୍ୱ, ଯାହାକୁ ପଞ୍ଚଭୂତ ମଧ୍ୟ କୁହାଯାଏ, ଯାହା ଆମ ଶରୀର, ଏହି ସଂସାର ଏବଂ ସମଗ୍ର ସୃଷ୍ଟିର ଆଧାର। ଜଣେ ଶିକାରୀ ଜଙ୍ଗଲକୁ ଯାଇଥିଲା। ତାର ସଂଘର୍ଷ ଥିଲା ତାର ପରିବାରର ଭୋକ ମେଣ୍ଟାଇବା ପାଇଁ। ଘରେ ବୁଢ଼ା ବାପା ମା, ସ୍ତ୍ରୀ ଏବଂ ଛୋଟ ଛୋଟ ପିଲା ସମସ୍ତେ ବାଟ ଚାହିଁ ବସିଥିଲେ ଯେ ଶିକାରୀ ଫେରିଲେ ଆଜି ଚୁଲି ଜଳିବ। ତାର କୌଣସି ପଶୁ ମାରିବା ପାଇଁ ଇଚ୍ଛା ନଥିଲା। ବାସ୍ ପରିବାରର ପେଟର ଭୋକ ପାଇଁ ସେ ବାଧ୍ୟ ଥିଲା ଅନ୍ୟ ଜୀବର ଜୀବନ ନେବା ପାଇଁ। ସାରା ଦିନ ଜଙ୍ଗଲରେ ବୁଲିବା ପରେ ମଧ୍ୟ ତାକୁ ଶିକାରଟିଏ ମିଳିଲା ନାହିଁ। ସଞ୍ଜ ହୋଇ ଆସିଲା, ସୂର୍ଯ୍ୟ ବୁଡ଼ିଗଲା। ତାର ମନରେ ଶିକାର ନ ପାଇବାର ଦୁଃଖ ଅପେକ୍ଷା ନିଜ ପରିବାରର ଭୋକିଲା ମୁହଁ ବେଶୀ କଷ୍ଟ ଦେଉଥିଲା। ସେ ନିଜକୁ କହୁଥିଲା, ହେ ଭଗବାନ, ମୁଁ କେତେ ଅଭାଗା। ମୋ ପାଇଁ ଆଜି ମୋ ପିଲାମାନେ ଉପାସରେ ଶୋଇବେ। ଏହିପରି ଭାବି ରାତି ବଢ଼ିବାକୁ ଲାଗିଥାଏ। ଚାରିଆଡ଼େ ବିଲୁଆ ଏବଂ କିଛି ହିଂସ୍ର ଜନ୍ତୁଙ୍କର ଭୟଙ୍କର ଶବ୍ଦ ମନକୁ ଦୁର୍ବଳ କରିଦେଉଥାଏ। ଭୟଙ୍କର ଜନ୍ତୁଙ୍କ କବଳରୁ ବଞ୍ଚିବା ପାଇଁ କୌଣସି ଆଶ୍ରୟ ମଧ୍ୟ ସେ ପାଉନଥାଏ। ପାଖରେ ଗୋଟିଏ ବେଲ ଗଛଟିଏ ଥାଏ, ହେଲେ ଗଛଟି କଣ୍ଟକିତ ଥିଲା। ସେ ଭାବିଲା ହିଂସ୍ର ଜନ୍ତୁ କଣ୍ଟା ଭୟରେ ଏହି ଗଛକୁ ଚଢ଼ିବେ ନାହିଁ। ସିଏ ସେହି ବେଲ ଗଛ ଉପରକୁ ଚଢ଼ିଗଲା। ଦେହ ଲହୁଲୁହାଣ ହୋଇଯାଇଥାଏ ଏବଂ ତା ଆଖିରୁ ଲୁହ ଥମୁ ନଥିଲା। ସେ କାନ୍ଦି କାନ୍ଦି ଭଗବାନଙ୍କୁ ପ୍ରାର୍ଥନା କରି କହୁଥାଏ, ହେ ପ୍ରଭୁ, କିଛି ବି କରି ମୋତେ ଏହି ରାତିରେ ସୁରକ୍ଷିତ ରଖିଦିଅ। ମୋ ଉପରେ ମୋର ସମ୍ପୂର୍ଣ୍ଣ ପରିବାର ନିର୍ଭର। ତା ଆଖିରୁ ବହୁଥିବା ଲୁହର ଧାର ଧୀରେ ଧୀରେ ବେଲପତ୍ର ଦେଇ ତଳେ ଥିବା ଶିବଲିଙ୍ଗ ଉପରେ ପଡ଼ୁଥିଲା। ସେ ଜାଣିନଥିଲା ଯେ ତାର ଏହି ଦୁଃଖର ଲୁହ ମହାଦେବଙ୍କ ପାଇଁ ସବୁଠାରୁ ବଡ଼ ଅଭିଷେକ ଥିଲା। ସେ ସାରା ରାତି ଚୁପଚାପ ବସି ରହି ନିଜ ଭାଗ୍ୟକୁ ନିନ୍ଦା କରୁଥିଲା ଏବଂ ଅଜାଣତରେ ବେଲପତ୍ର ତଳକୁ ପକାଉଥିଲା। ପେଟରେ ଭୋକ ଥିଲା, ତେଣୁ ଶିବରାତ୍ରିର ଉପବାସ ହୋଇଗଲା। ଶିକାରୀ ରାତି ସାରା ଜାଗି ରହିଲା, ତେଣୁ ଜାଗର ହୋଇଗଲା। ଆଉ ନିଜ ଦୁଃଖରେ ସେ ଏତେ ବୁଡ଼ି ରହିଥିଲା, ତା ପାଟିରୁ ଶବ୍ଦ ମଧ୍ୟ ବାହାରୁନଥିଲା, ତେଣୁ ତାର ମୌନବ୍ରତ ମଧ୍ୟ ହୋଇଗଲା। ବ୍ରାହ୍ମ ମୁହୂର୍ତ୍ତରେ ଯେତେବେଳେ ମହାଦେବ ଏକ ଦିବ୍ୟ ଜ୍ୟୋତି ରୂପରେ ପ୍ରକଟ ହେଲେ, ଶିକାରୀ ଜଣକ ଭୟରେ ଥରିବାକୁ ଲାଗିଲା। ସେ ଆଗରୁ ଏପରି ଚମତ୍କାର ଜ୍ୟୋତି କେବେ ଦେଖିନଥିଲା। ହଠାତ୍ ପ୍ରଜ୍ୱଳିତ ଜ୍ୟୋତିଟି ଶିବଙ୍କର ରୂପ ନେଲା। ଏହାକୁ ଦେଖି ଶିକାରୀଟି ଖୁସି ଏବଂ ଭକ୍ତିରେ ଆତ୍ମହରା ହୋଇଗଲା। ଶିବ କହିଲେ, ମାଗ ବତ୍ସ, ତୁ ଆଜି ମୋତେ ପାଇଛୁ। ତୋର ଏହି ନିଶ୍ଚଳ ମୌନତା ଏବଂ ସରଳ ଭକ୍ତି ମୋତେ ବାନ୍ଧି ଦେଇଛି। ତୁ ଆଜି ଶବ୍ଦ ଶୂନ୍ୟ ହୋଇ ଯେଉଁ ପୂଜା କରିଛୁ, ତାହା କୋଟି କୋଟି ଜପ ତପ ଠାରୁ ମଧ୍ୟ ଅଧିକ ଅଟେ। ମାଗ, ତୋର କେଉଁ ବର ଦରକାର? ଶିକାରୀର ଆଖିରେ ଖୁସି ଏବଂ ଭକ୍ତିର ଲୁହ ଥିଲା। ସେ କହିଲା, ହେ ପ୍ରଭୁ, ମୁଁ ତ ଜ୍ଞାନୀ ନୁହେଁ, ମୁଁ ଜାଣିନି ମୁଁ କ'ଣ କହିବି। କିନ୍ତୁ ଯଦି ଆପଣଙ୍କର କିଛି ଦବାର ହିଁ ଅଛି, ତେବେ ମୋତେ ଏମିତି କିଛି ଦିଅନ୍ତୁ ଯେମିତି ମୋ ପରିବାରକୁ କେବେ ଭୋକରେ ଶୋଇବାକୁ ନ ପଡ଼େ ଏବଂ ମୋ ହାତରୁ କୌଣସି ପ୍ରାଣୀର ରକ୍ତ ଯେମିତି ନ ବୋହେ। ମହାଦେବ ହସିଲେ ଏବଂ କହିଲେ, ତଥାସ୍ତୁ। ଆଜିଠାରୁ ତୋର ସମସ୍ତ ଅଭାବ ଦୂର ହୋଇଯିବ। ତୋର 7 ପୁରୁଷ ଖାଇଲେ ବି ଧନ ସରିବ ନାହିଁ। କିନ୍ତୁ ସବୁଠାରୁ ବଡ଼ ଉପହାର ହେଉଛି ଏହା କି ଜୀବନର ଶେଷ ସମୟରେ ତୁ ମୋର ଶିବଧାମ କୈଳାସରେ ରହିବୁ, ଯେଉଁଠି ଆଉ ଦୁଃଖ କଷ୍ଟ ନାହିଁ, କେବଳ ଶାନ୍ତି ଅଛି। ସେହି କ୍ରୂର ଶିକାରୀଟି
ସେହି କ୍ଷଣି ଜଣେ ପରମ ଭକ୍ତରେ ପରିଣତ ହୋଇଗଲା। ବନ୍ଧୁଗଣ, ସେହି ଶିକାରୀ ଆମେ ସମସ୍ତେ ଜୀବନର ଜଙ୍ଗଲରେ ସଂଘର୍ଷ କରୁଛୁ। କେବେ କେବେ ଆମେ ଚୁପ୍ ରହିଯାଉ, କାରଣ ଆମ ପାଖରେ ଶବ୍ଦ ନଥାଏ। କିନ୍ତୁ ମନେ ରଖନ୍ତୁ, ଯେଉଁଠି ମଣିଷ ଚୁପ୍ ହୋଇଯାଏ ସେଠାରେ ଭଗବାନ ଶୁଣିବା ଆରମ୍ଭ କରିଦିଅନ୍ତି। ସେହି ଶିକାରୀଟି ନିଜ ଅଜାଣତରେ ସେହି ତିନୋଟି ଜିନିଷ କରିଥିଲା ଯାହା ମହାଦେବଙ୍କୁ ସବୁଠାରୁ ପ୍ରିୟ ହୋଇଥିଲା। ମୌନତା, ସାଇଲେନ୍ସ। ସେହି କାହାକୁ ଅଭିଯୋଗ କରିନଥିଲା। ଜାଗ୍ରତ, ଆୱାରନେସ୍। ସେ ଶୋଇନଥିଲା, ଅର୍ଥାତ୍ ସେ ସଚେତନ ଥିଲା। ସମର୍ପଣ, ସରେଣ୍ଡର। ସେହି ପରିସ୍ଥିତିକୁ ଗ୍ରହଣ କରି ଶିବଙ୍କ ପାଖରେ ନିଜକୁ ସମର୍ପି ଦେଇଥିଲା। ତେଣୁ ବନ୍ଧୁଗଣ, ଆପଣ କେତେ ପାଠ ପଢ଼ିଛନ୍ତି, କେତେ ସୁନ୍ଦର ଦେଖାଯାଉଛନ୍ତି, ବା ଆପଣଙ୍କ ପାଖରେ କେତେ ସମ୍ପତ୍ତି ଅଛି, ମହାଦେବ କେବେ ସେଇଟା ଦେଖନ୍ତି ନାହିଁ। ସେ ଦେଖନ୍ତି ଆପଣଙ୍କ ଶାନ୍ତ ଏବଂ ଶ୍ରଦ୍ଧାପୂର୍ଣ୍ଣ ମନ। ଯଦି ଆପଣ ନିଜ କୋଳାହଳପୂର୍ଣ୍ଣ ଦୁନିଆରୁ ମାତ୍ର 15 ମିନିଟ୍ ବାହାର କରି ଶିକାରୀ ଭଳି ନିଜ ଭିତରକୁ ଚାହିଁବେ, ତେବେ ଆପଣ ମଧ୍ୟ ଅନୁଭବ କରିବେ ଶିବ ବାହାରେ ନାହାନ୍ତି, ଶିବ ତ ଆପଣଙ୍କ ଭିତରେ ହିଁ ଅଛନ୍ତି। ଯେତେବେଳେ ଦୁନିଆ ଆପଣଙ୍କୁ ହତାଶ କରିବ, ସେତେବେଳେ ଚୁପ୍ ରହି ଶିବଙ୍କର ଶରଣ ପଶନ୍ତୁ। ଦେଖିବେ ଆପଣଙ୍କ ପରାଜୟକୁ ବିଜୟରେ ବଦଳାଇବାକୁ ସେହି ମହାକାଳ ନିଜେ ଚାଲି ଆସିବେ। ଏହି ଜାଗରରେ ନିଜ ଭିତରର କ୍ରୋଧ, ଲୋଭ ଏବଂ ଈର୍ଷା ରୂପୀ ଶିକାରୀକୁ ମାରି ଶିବଙ୍କ ଭଳି ଶାନ୍ତ ଏବଂ ଶକ୍ତିଶାଳୀ ହୁଅନ୍ତୁ। ସମୁଦ୍ର ମନ୍ଥନ ବେଳେ ଯେତେବେଳେ ଅମୃତ ବାହାରିଲା, ସମସ୍ତେ ତାକୁ ନେବାକୁ ଆଗେଇ ଆସିଲେ, କିନ୍ତୁ ଯେତେବେଳେ ହଳାହଳ ବିଷ ବାହାରିଲା, ସମସ୍ତେ ପଛକୁ ଘୁଞ୍ଚିଗଲେ। ସେତେବେଳେ ମହାଦେବ ସେହି ବିଷକୁ ପିଇଲେ ଏବଂ ତାକୁ ଶରୀର ଭିତରକୁ ନେଲେ ନାହିଁ, ବାହାରକୁ ମଧ୍ୟ କଲେ ନାହିଁ। ସେ ନିଜ କଣ୍ଠରେ ରଖିଲେ। ସେଥିପାଇଁ ଆମେ ତାଙ୍କୁ ନୀଳକଣ୍ଠ ରୂପେ ଜାଣୁ। ଦୁନିଆ ଆପଣଙ୍କୁ ଅପମାନ ଦେବ, ଖରାପ କହିବ, କିନ୍ତୁ ଅପମାନ ବା ବିଷକୁ ଶରୀର ଭିତରକୁ ନିଅନ୍ତୁ ନାହିଁ। ଅର୍ଥାତ୍ ନିଜ ମନ ଭିତରକୁ ଦୁଃଖ ଆପଣ ନିଅନ୍ତୁ ନାହିଁ, ନିଜ ଭିତରେ ଦୁଃଖ ଆପଣ ରଖନ୍ତୁ ନାହିଁ, କିମ୍ବା ଆପଣ ତାକୁ ବାହାରକୁ କାଢ଼ନ୍ତୁ ନାହିଁ, ଅର୍ଥାତ୍ ଅନ୍ୟକୁ ଆପଣ ଗାଳି ଦିଅନ୍ତୁ ନାହିଁ। ସେହି ଶକ୍ତିକୁ ନିଜ ଭିତରେ ରଖି ନିଜକୁ ଶକ୍ତିଶାଳୀ କରନ୍ତୁ। ସୁଖ ଦୁଃଖରେ ସମାନ ରୁହନ୍ତୁ। ଶିବ ସୁନ୍ଦର କୈଳାସରେ ବି ରୁହନ୍ତି, ପୁଣି ଭୟଙ୍କର ଶ୍ମଶାନରେ ବି ରୁହନ୍ତି। ସେ ଦେବତାଙ୍କର ପୂଜା ବି ପାଆନ୍ତି, ପୁଣି ଭୂତ ପ୍ରେତଙ୍କ ଗହଣରେ ବି ରୁହନ୍ତି। ଆପଣଙ୍କ ପାଖରେ ସବୁ ସୁଖ ଥିଲେ ବି ଅହଙ୍କାର କରନ୍ତୁ ନାହିଁ। ଆଉ ଯଦି ସବୁ ସରିଯାଏ, ତେବେ ଭାଙ୍ଗି ପଡ଼ନ୍ତୁ ନାହିଁ। ଯିଏ ସବୁ ପରିସ୍ଥିତିରେ ଶାନ୍ତ ରହିବା ଶିଖିଗଲା, ସିଏ ହିଁ ପ୍ରକୃତରେ ଶିବଙ୍କ ଭଳି ସବୁ ସମୟରେ ଶାନ୍ତି ପାଇବ। ଶିବଙ୍କୁ ଅର୍ଦ୍ଧନାରୀଶ୍ୱର ମଧ୍ୟ କୁହାଯାଏ। ମହାଦେବଙ୍କର ଏହି ରୂପ ଶିଖାଏ ଯେ ପ୍ରତ୍ୟେକ ମଣିଷ ଭିତରେ କଠୋରତା ଶିବ ସଦୃଶ ଏବଂ କୋମଳତା ଶକ୍ତି ସଦୃଶ ଉଭୟ ରହିବା ଦରକାର। ଯଦି ଆପଣ କେବଳ କଠୋର ହେବେ, ତେବେ ଆପଣ ଭାଙ୍ଗିଯିବେ। ଯଦି ଆପଣ କେବଳ କୋମଳ ହେବେ, ତେବେ ଚାଲାକ ଦୁନିଆ ଆପଣଙ୍କୁ ଦଳି ପକାଇବ। ତେଣୁ ଜୀବନରେ ଶୃଙ୍ଖଳା ଏବଂ ପ୍ରେମର ସନ୍ତୁଳନ ରକ୍ଷା କରନ୍ତୁ। ନା ଜିତିବାର ସଉକ ଅଛି, ନା ହାରିବାର ଭୟ। ଯାହାର ମଥାରେ ଚନ୍ଦ୍ର ଅଛି, ତାର ସବୁଠି ଜୟ। ଶ୍ମଶାନରେ ପାଉଁଶ ଯାହାର ଶୃଙ୍ଗାର, ସିଏ ହିଁ ତୁମ ମହାକାଳ, ସିଏ ହିଁ ଓଙ୍କାର। ଶିବରାତ୍ରି କେବଳ ଏକ ପର୍ବ ନୁହେଁ, ଏହା ନିଜେ ନିଜକୁ ଚିହ୍ନିବାର ଏକ ସୁଯୋଗ। ଚୁପ୍ ରହି ଦେଖନ୍ତୁ, ଆପଣଙ୍କ ଭିତରେ ଥିବା ସବୁ ପ୍ରଶ୍ନର ଉତ୍ତର ଆପଣଙ୍କୁ ମିଳିଯିବ। କାରଣ ଯେଉଁଠି ଶବ୍ଦ ଶେଷ ହୁଏ, ସେଉଠୁ ମହାଦେବଙ୍କର ଯାତ୍ରା ଆରମ୍ଭ ହୁଏ। ଚାଲନ୍ତୁ ଜାଣିବା ନମ ଶିବାୟର ସମ୍ପୂର୍ଣ୍ଣ ଭାବାର୍ଥ। 9 ଅକ୍ଷର ପାଇଁ ନାଗେନ୍ଦ୍ର ହରାୟ ତ୍ରିଲୋଚନାୟ ଭସ୍ମଙ୍ଗରାୟ ମହେଶ୍ୱରାୟ ନିତ୍ୟାୟ ଶୁଦ୍ଧାୟ ଦିଗମ୍ବରାୟ ତସ୍ମୈ ନକାରାୟ ନମଃ ଶିବାୟ। ଅର୍ଥାତ୍ ଯାହାଙ୍କ ବେକରେ ସର୍ପରାଜ ହାର ହୋଇଛନ୍ତି, ଯାହାଙ୍କର 3ଟି ଆଖି ଏବଂ ଶରୀରରେ ଭସ୍ମ ଲୋପିତ, ସେହି ଶୁଦ୍ଧ ଓ ଦିଗମ୍ବର 9କାର ସ୍ୱରୂପ ମୋର
ଶିବଙ୍କୁ ପ୍ରଣାମ। ମୋ ଅକ୍ଷର ପାଇଁ ମନ୍ଦାକିନୀ ସଲିଳ ଚନ୍ଦନ ଚର୍ଚ୍ଚିତାୟ ନନ୍ଦୀଶ୍ୱର ପ୍ରଥମନାଥ ମହେଶ୍ୱରାୟ ମନ୍ଦାର ପୁଷ୍ପ ବହୁ ପୁଷ୍ପ ସୁପୋଦିତାୟ ତସ୍ମୈ ମକାରାୟ ନମଃ ଶିବାୟ। ଅର୍ଥାତ୍ ଗଙ୍ଗା ଜଳ ଓ ଚନ୍ଦନରେ ଯାହାଙ୍କୁ ପୂଜା କରାଯାଏ, ଯିଏ ନନ୍ଦୀ ଓ ପ୍ରମଥ ଗଣଙ୍କ ସ୍ୱାମୀ, ସେହି ମକାର ସ୍ୱରୂପ ଶିବଙ୍କୁ ମୋର ପ୍ରଣାମ। ସି ଅକ୍ଷର ପାଇଁ ଶିବାୟ ଗୌରୀ ବଦନାରବିନ୍ଦ ସୂର୍ଯ୍ୟାୟ ଦକ୍ଷ ଧୋରନାଶକାୟ ଶ୍ରୀନୀଳକଣ୍ଠାୟ ବୃଷଧ୍ୱଜାୟ ତସ୍ମୈ ଶିକାରାୟ ନମଃ ଶିବାୟ। ଅର୍ଥାତ୍ ଯିଏ ମାତା ଗୌରୀଙ୍କ ମୁଖ ପଦ୍ମ ପାଇଁ ସୂର୍ଯ୍ୟ ସଦୃଶ, ଯିଏ ଦକ୍ଷଙ୍କ ଯଜ୍ଞ ନାଶ କରିଥିଲେ, ସେହି ନୀଳକଣ୍ଠ ଶିକାର ସ୍ୱରୂପ ଶିବଙ୍କୁ ମୋର ପ୍ରଣାମ। ବ ଅକ୍ଷର ପାଇଁ ବଶିଷ୍ଠ କୁମ୍ଭୋଦ୍ଭବ ଗୌତମାର୍ଯ୍ୟ ମୁନୀନ୍ଦ୍ର ଦେବାର୍ଚିତ ଶେଖରାୟ ଚନ୍ଦ୍ରାର୍କ ବୈଷ୍ଣର ଲୋଚନାୟ ତସ୍ମୈ ବକାରାୟ ନମଃ ଶିବାୟ। ଅର୍ଥାତ୍ ବଶିଷ୍ଠ ଅଗସ୍ତ୍ୟ ଓ ଗୌତମଙ୍କ ପରି ଋଷିମାନେ ଯାହାଙ୍କୁ ପୂଜା କରନ୍ତି, ସୂର୍ଯ୍ୟ ଚନ୍ଦ୍ର ଓ ଅଗ୍ନି ଯାହାଙ୍କର ତିନି ନେତ୍ର, ସେହି ବକାର ସ୍ୱରୂପ ଶିବଙ୍କୁ ମୋର ପ୍ରଣାମ। ୟ ଅକ୍ଷର ପାଇଁ ଯଜ୍ଞ ସ୍ୱରୂପାୟ ଜଟାଧରାୟ ପିନାକହସ୍ତାୟ ସନାତନାୟ ଦିବ୍ୟ ଦେବାୟ ଦିଗମ୍ବରାୟ ତସ୍ମୈ ୟକାରାୟ ନମଃ ଶିବାୟ। ଅର୍ଥାତ୍ ଯିଏ ଯଜ୍ଞ ସ୍ୱରୂପ ଜଟାଧାରୀ ଏବଂ ହାତରେ ପିନାକ ଧନୁ ଧାରଣ କରିଛନ୍ତି, ସେହି ଦିବ୍ୟ ସନାତନ ୟକାର ସ୍ୱରୂପ ଶିବଙ୍କୁ ମୋର ପ୍ରଣାମ। ଯିଏ ପ୍ରତିଦିନ ଏହି ପଞ୍ଚାକ୍ଷର ସ୍ତୋତ୍ରକୁ ପାଠ କରେ, ସେ ଶିବଲୋକ ପ୍ରାପ୍ତ ହୁଏ ଏବଂ ଶିବଙ୍କ ସହ ଆନନ୍ଦରେ ରୁହେ। ଯଦି ଆପଣଙ୍କୁ ମଧ୍ୟ ଲାଗୁଛି କି ଆପଣ ଏକା ଅଛନ୍ତି ଏବଂ ଆପଣଙ୍କ ସଂଘର୍ଷ କେହି ଦେଖୁନାହାନ୍ତି, ତେବେ ଏହି ଜାଗର ରାତିରେ ମହାଦେବଙ୍କ ଉପରେ ଭରସା ରଖନ୍ତୁ। ସିଏ ନିଶ୍ଚୟ ଆସିବେ ଏବଂ ଆପଣଙ୍କ ଜୀବନରେ ଚମତ୍କାର କରିବେ। କମେଣ୍ଟରେ ହର ହର ମହାଦେବ ଲେଖନ୍ତୁ। ଦେଖିବି ମହାଦେବ ଆପଣଙ୍କ ସବୁ ଦୁଃଖ, ସବୁ ସମସ୍ୟା ଏବଂ ସବୁ କଷ୍ଟକୁ ହରଣ କରିନେବେ। ଏହାକୁ ସମସ୍ତଙ୍କ ସହ ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ ଏବଂ ଫେସବୁକରେ ନିଶ୍ଚୟ ସେୟାର କରନ୍ତୁ। କରିନଥିଲେ ଏବେ ହିଁ ସବସ୍କ୍ରାଇବ କରିଦିଅନ୍ତୁ। ଓମ୍ ନମଃ ଶିବାୟ। ଭଲରେ ରୁହନ୍ତୁ, ନିଜର ଯତ୍ନ ନିଅନ୍ତୁ। କମେଣ୍ଟରେ ଲେଖନ୍ତୁ ହର ହର ମହାଦେବ।